ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତର ବଡ଼ ପଦକ୍ଷେପ। ଏବେ ଏହି ଦେଶ ସାଜିଲା ତୃତୀୟ ବୃହତ୍ତମ ତୈଳ ସପ୍ଲାୟର। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଉପରେ ଦେଖାଦେଇଥିବା ବିପଦ ମଧ୍ୟରେ ଭାରତ ଏବେ ଅଶୋଧିତ ତୈଳ ଆମଦାନୀ ପାଇଁ ନୂଆ ବିକଳ୍ପ ସନ୍ଧାନ କରୁଛି। ଏହି କ୍ରମରେ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଭାରତ ପାଇଁ ଏକ ବଡ଼ ସାହାରା ପାଲଟିଛି। ବିଶ୍ୱର ସବୁଠାରୁ ବଡ଼ ତୈଳ ଭଣ୍ଡାର ଥିବା ଭେନେଜୁଏଲା ଏବେ ଆମେରିକା ଓ ସାଉଦି ଆରବ ଭଳି ଦେଶକୁ ପଛରେ ପକାଇ ଭାରତର ତୃତୀୟ ବୃହତ୍ତମ କ୍ରୁଡ୍ ଅଏଲ ସପ୍ଲାୟର ହୋଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସୂଚନା ଅନୁଯାୟୀ ଶକ୍ତି ସହଯୋଗ ଓ ତୈଳ ଯୋଗାଣ ପ୍ରସଙ୍ଗରେ ଆଲୋଚନା ପାଇଁ ଭେନେଜୁଏଲା ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ 8 ସୂତ୍ରୀ ନିର୍ଦ୍ଦେଶ। ଜୁନ୍ 1ରୁ ସରକାର କରିବେ ଏହି ନିୟମ। ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନରୁ ପରିଦର୍ଶନରେ ଗଲାବେଳେ ବସ୍ କିମ୍ବା ରେଳରେ ଯିବେ। ଏହା ସହିତ ଜୁନ୍ 1ରୁ ସରକାର କେବଳ ବୈଦ୍ୟୁତିକ ଯାନ ବା ଇଭି କିଣିବେ, ଯାହାଦ୍ୱାରା ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଉପୁଜୁଥିବା ତୈଳ ସଙ୍କଟକୁ ଏଡ଼ାଇ ପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପ୍ରଶାସନକୁ 8 ସୂତ୍ରୀ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲୋକସଭା ଭବନରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ କର୍ମଶାଳା ଆଦି ଆବଶ୍ୟକ ନ ହେଲେ ଭର୍ଚୁଆଲ ମଡେଲରେ କରାଯିବ। ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ପରିସ୍ଥିତି ଆବଶ୍ୟକ ଥିବ ସେମାନେ ବୈଠକରେ ଯୋଗ ଦେଇ ପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡରେ ଯୋଗ ଦେବେ।